हरि ओम भूर्भुवः स्वः तत्सवितुर्वरेण्यं भर्गो देवस्य धीमहि धियो यो नः प्रचोदयात्। नीलाद्रि कन्नरानन्दी मन्दरालय वन्दितं वन्दे वन्दारुमन्दारं इंदिरा मंदिरं मह इंदिरा मंदिरं मह। बोलिए महापुरुष अच्युतानंद जी की जय। शुद्धिजनी ज्ञानी गुणी मंडली आजिर अध्यायर आलोचना को आपण मानक स्वागत जनाऊँ। आजिर मालिका वचनर आलोचन में आलोचना करिया जाऊँगी पंच सखा मानक भितरे महापुरुष मत्त बलराम दास ये शरीर को किमती रथ सहित तुलना करिछंदी। मालिकार नाम होची 36 गुप्त गीता 28 अध्याय। मत्त बलराम दास ये शरीर को रथ सहित तुलना कर शरीर आउ किछि नहीं। मालिकार किभली शरीर को रथर कल्पना करी कहिचंती। आसंतु आजिर मालिका वचन आम शुणा कौन कहले देह रथ आकार कहिबा तहि विचार केही केही ज्ञानी सीना जाने मन केही केही ज्ञानी सीना जाने मन। भक्त बलराम दास कहले ए देह रथ आकार कहिबा तहि विचार केही केही ज्ञानी सीना जाने ई मान। समस्ते जानते नहीं ये देह को रथर कल्पना जो महापुरुष कर 36 गुप्त गीता 28 अध्याय केतक ज्ञानी माने विज्ञजन माने संत महात्मा माने बुद्धिजीवी माने ये देह रथ बोली ही जानती। किबली ये रथ ये रथरे सारथी किए ये रथरे रथी किए ये रथर अश्व माने किए। ज्ञानी गुणी मंडली महापुरुष लिखिछनि शरीर हटी तोर माटी रथटीए आत्मा से रथ रे रथी इंद्रिय घोड़िक द्रुतगामी अश्व बुद्धि तहि रे सारथी बुद्धि तहि रे सारथी है सुजने बुद्धि तहि रे सारथी बुद्धि तहि रे सारथी है सुजने बुद्धि तहि रे सारथी। शरीरटी तोर माटी रथटी आत्मा से रथरे रथी इंद्रिय गुड़िक द्रुतगामी अश्व बुद्धि तई रे सारथी। ज्ञानी गुणी मंडल ये हूँ माटी रथ आत्मा हूँ से रथरे रथी ये भितर आत्मा रही सी हूँ रथी। जनक भितर आत्मज्ञान जदि नाही आत्मा अच्छी बोली केमिति जानिबा जनक भितर आत्मा अच्छी बोली केमिति जानिबा जानिबार उपाय कौन से आत्मज्ञान तार उदय होइछि बोली जानिबार उपाय कौन सुधी जानी जेतेबेले ता भितरे प्रत्येक कीट ठारू ब्रह्म पर्यंत प्रत्येक जीव ठारे जदि से आत्मज्ञान करुथिबो छोट ज्ञान करुनथिबो इतर प्राणीटीए बरंग हो आप जानी भागवत प्रसंग आसे जड़ भरत प्रसंग रहुगण को जितेबाला से कांदरे बही नहीं चलुले कौटी पिंपुड़ी कौटी पोकटी काले पाद तले पड़ीजे से भୟରେ से गोड़ टेकी खाली डेई डेई होता डेई पड़ू था। राजा कहले करे पागलाटा ना कौन इमिति कौन से डेऊँची इमिति कौन हो पड़ीजी
ହଲଚଲ ହେଉଛନ୍ତି ତା ଭିତରେ। ସୁଧୀଜନ ଯେତେବେଳେ ଏଇ ସମୟରେ ରାଜା କହିଲେ ମୂର୍ଖଟା ପାଗଳଟା କିରେ, ମାଡ଼ ମାରିବି ଯାଇକିନା ତୋତେ ବୁଦ୍ଧି ଆସିଯିବ। କେମିତି ଜଣେ ରଜାକୁ ନେଇକି ହୁଏ ତୁ ଜାଣିପାରିବୁ, ପାଲିଙ୍କିରେ କେମିତି ବସେଇକି ନେଇକି ହୁଏ। ଏଇ ସମୟରେ ଜଡ଼ ଭରତ କହିଲେ ଆପଣ କାହାକୁ ମାରିବେ? ଏ ଶରୀରକୁ ମାରିବେ ନା ଆତ୍ମାକୁ ମାରିବେ? ଆପଣ ମାରିବେ କାହାକୁ ମାରିବେ? ଶରୀରକୁ ମାରିବେ ନା ଆତ୍ମାକୁ ମାରିବେ? ଏତିକି କଥା ଶୁଣିଛନ୍ତି ତ ପାଲିଙ୍ଗି ଭିତରୁ ଓହ୍ଲେଇ ପଡ଼ିଲେ ରହୁଗଣ, ପାଦ ତଳେ ପଡ଼ିଗଲେ। କହିଲେ ହେ ମହାତ୍ମା, ଆପଣ କି? ଆପଣ ସାଧାରଣ ପାଲିକି ବାହକ ହେଇ ନ ପାରନ୍ତି, ଆପଣଙ୍କର ପରିଚୟ ଦିଅନ୍ତୁ। ଅନ୍ୟ ପାଲିଙ୍ଗି ବାହକ ମାନେ କହିଲେ ନାଇଁ ନାଇଁ, ଆମ ଭିତରୁ ଜଣେ ଅଭାବ ପଡ଼ିଲା ବୋଲି ଆମେ ଇଏ ହୃଷ୍ଟପୃଷ୍ଟ ଦେଖାଯାଉଥିଲା, ବଳୁଆ ଦେଖାଯାଉଥିଲା, ବସିଥିଲା ଗୋଟେ ଗଛ ତଳେ ପାଗଳ ଭଳିଆ ହେଇକିରି ତାକୁ ନେଇ ଆସିଛୁ, ଗାଧେଇ ପାଧେଇ ପୋଷାକ ପିନ୍ଧେଇ ନେଇ ଆସିଲୁ। ଆମ 3 ଜଣ ଆମେ ଥିଲୁ, 4 ଜଣ ହେଲେ ପାଲିଙ୍କି କାନ୍ଧେଇବା ନା, ଆପଣ ତା ଦେହରେ ବସିକି ଯିବେ। ତେଣୁ ସେଇଥିପାଇଁ ଆକୁ ନେଇ ଆସିଥିଲୁ। ଆଉ ଏ ସାଧାରଣ ମଣିଷ ନୁହନ୍ତି, ବ୍ରହ୍ମଜ୍ଞାନୀ ଆତ୍ମଜ୍ଞାନୀ ଇଏ। ତେଣୁ ସେ କହିଥିଲେ ଜଡ଼ ଭରତ, କହିଲେ ଆପଣ କାହାକୁ ମାରିବେ? ଇଏ ଶରୀରକୁ ମାରିବେ ନା ଆତ୍ମାକୁ ମାରିବେ? ଜ୍ଞାନୀ ଗୁଣିମଣ୍ଡଳୀ ଯାହାର ଆତ୍ମଜ୍ଞାନ ହେଇଛି, ତାର ଶରୀର ପ୍ରତି ହେଉଥିବା ନିର୍ଯାତନା, ଶରୀର ପ୍ରତି ହେଉଥିବା କଷ୍ଟକୁ ସେ ଭୁଲିଯାଏ। ଏ ଶରୀର ଉପରେ ପଡ଼ୁଥିବା କଷଣ, ଏ ଶରୀର ଭୋଗୁଥିବା ଦୁଃଖ, ଏ ଶରୀର ଭୋଗୁଥିବା କଷ୍ଟ, ଏ ଶରୀର ଭୋଗୁଥିବା ବେଦନା, ଏ ଶରୀର ଭୋଗୁଥିବା ବିଭିନ୍ନ ପ୍ରକାର ବିପଦ, ଏ ବିପଦକୁ ସେ ଖାତିର କରେ ନାହିଁ। କାହିଁକି ନା ସେ ଆତ୍ମଜ୍ଞାନୀ, ଶରୀର ଜ୍ଞାନ ତାଠାରେ ନଥାଏ। ତେଣୁ ତାକୁ ଆତ୍ମଜ୍ଞାନୀ ବୋଲି ଜାଣିବା। ତେଣୁ ମହାପୁରୁଷ ସେଇଥିପାଇଁ କହୁଛନ୍ତି ଶରୀରଟି ତୋର ମାଟି ରଥଟିଏ, ଆତ୍ମା ସେ ରଥରେ ତ ରଥି, ଇନ୍ଦ୍ରିୟ ଗୁଡ଼ିକ ଦ୍ରୁତଗାମୀ ଅଶ୍ଵ, ବୁଦ୍ଧି ତହିଁରେ ସାରଥି। ଏ ଇନ୍ଦ୍ରିୟ ଗୁଡ଼ିକ ହେଉଛି ଦ୍ରୁତଗାମୀ ଅଶ୍ଵ ଏ ରଥରେ। ଅଶ୍ଵ କିଏ ନା ଇନ୍ଦ୍ରିୟ ଗୁଡ଼ିକ। କେତେ ଇନ୍ଦ୍ରିୟ? ଆମେ କହୁଥିଲୁ 10 ଇନ୍ଦ୍ରିୟ, 5 ଜ୍ଞାନେନ୍ଦ୍ରିୟ, 5 କର୍ମେନ୍ଦ୍ରିୟ ଆମ ଶରୀର ଭିତରେ ରହିଛି। ଅଚ୍ୟୁତାନନ୍ଦ ମହାପୁରୁଷ ମାଳିକାରେ ଏଇ କଥା ଲେଖିଛନ୍ତି। କହିଲେ ବାବୁରେ, ଚକ୍ଷୁ ଇଏ ହେଲା କ'ଣ ନା ଦର୍ଶନ ଇନ୍ଦ୍ରିୟ, ଆକୁ ପ୍ରଥମ ଜ୍ଞାନେନ୍ଦ୍ରିୟ କହନ୍ତି। ରେ କଳିଯୁଗର ମଣିଷ, ଏ ଆଖିରେ ସମସ୍ତଙ୍କୁ ସମଦୃଷ୍ଟି ସମ୍ପନ୍ନ ଦେଖ, ସମଦୃଷ୍ଟି ସମ୍ପନ୍ନ, ସମଭାବା ସମ୍ପନ୍ନ ହ, କାହାକୁ କେଉଁ ଦୃଷ୍ଟିରେ ଦେଖେନା। ତେଣୁ ଏ ଇନ୍ଦ୍ରିୟ ଠିକ୍ କାମରେ ଲାଗିବ। ଆଖିରେ ଭଲ ଜିନିଷ ଦେଖିବା, ଖରାପ ନୁହଁ ବୋଲି ଏ ମହାପୁରୁଷ ଅଚ୍ୟୁତାନନ୍ଦ ଜି କି ସୁଧୀଜନୀ ଜ୍ଞାନୀ ଗୁଣୀ ମଣ୍ଡଳୀ। ଆଖି ହେଲା ପ୍ରଥମ ଜ୍ଞାନେନ୍ଦ୍ରିୟ, ଦ୍ୱିତୀୟ ଜ୍ଞାନେନ୍ଦ୍ରିୟ ହେଲା କର୍ଣ୍ଣ, ୟାକୁ ଶ୍ରବଣ ଇନ୍ଦ୍ରିୟ କହନ୍ତି। ଅବନା କହନ୍ତି ପର ରଜ ଶସ ବଦ, ଇଏ ଅବନା 8 ଅକ୍ଷର। ଦୃଷ୍ଟି କରିବା ପର ରଜ ଶସ ବଦ, ଇଏ ଅବନା 2, 2, 4, 2, 6, ଇଏ ଅବନା ଆମ ଶରୀର ଭିତରେ 8 ଅକ୍ଷର, ପର ରଜ ଶସ ବଦ। ତେଣୁ ମହାପୁରୁଷ କହୁଛନ୍ତି, କହିଲେ ବାବୁରେ, ଏ କାନ ହେଉଛି ଶ୍ରବଣ ଇନ୍ଦ୍ରିୟ, ଭଲ କଥା ମାନ ଶୁଣିବା, ଖରାପ ନୁହଁ। ଏ କାନରେ ଖରାପ ଜିନିଷ ଶୁଣନା, ଭଲ ଭଗବାନଙ୍କର କଥା ଶୁଣୁ, ଈଶ୍ୱରଙ୍କର କଥା ଶୁଣୁ, ପ୍ରଭୁଙ୍କର କଥା ଶୁଣୁ। ଏ କାନରେ ପ୍ରଭୁ ଦେଇଛନ୍ତି 2ଟି କ'ଣ ନା ଆଖି ଦେଇଛନ୍ତି, ଭଲ ଦୃଷ୍ଟିରେ ସମସ୍ତଙ୍କୁ ଭଲ ଦୃଷ୍ଟି ଦେଖିବା, ଖରାପ ଦୃଷ୍ଟିରେ ନୁହଁ। ଏ ଦୃଷ୍ଟି ସମସ୍ତଙ୍କୁ ଭଲ ଦୃଷ୍ଟି ଦେଖିବା। ଅଚ୍ୟୁତାନନ୍ଦ ମହାପୁରୁଷ କହିଲେ ଆଖି ଜ୍ଞାନ ଦାତା, ଆଖି କରତା, ଆଖି ପୁଣ୍ୟ ଦାତା, ଆଖି କରତା। କହିଲେ ଏ ଆଖି ଜ୍ଞାନ ଦାତା, ଏ ଆଖି ହେଉଛି ମଣିଷର ଜ୍ଞାନର ନେତ୍ର। ଆମ ଶରୀରରେ 3ଟି ଆଖି ଅଛି, 2ଟି ମଲା, ଗୋଟିଏ ଜିଇଲା। ଏ ତୃତୀୟ ନେତ୍ର ଭଗବାନ ଶଙ୍କରଙ୍କର, କ'ଣ ଏ ଜ୍ଞାନ ନେତ୍ର। ତେଣୁ ଆଖି ବୁଝିଦେଲେ ଆମେ ଯାହା ଦେଖନ୍ତି ସେ ଜ୍ଞାନ ନେତ୍ର ଦେଖନ୍ତି ସଂସାରକୁ। ତେଣୁ ରେ କଳିଯୁଗର ମଣିଷ, ସଂସାରକୁ ତ ଜ୍ଞାନ ନେତ୍ରରେ ଦେଖେ, ଚର୍ମ ଚକ୍ଷୁରେ ଦେଖେ ନା। ଚର୍ମ ଚକ୍ଷୁରେ ଯଦି ଦେଖିବୁ ସବୁ ଖରାପ ଜିନିଷ, ଆଖି ବୁଝିଦେ, ଆଖି ବୁଝିଦେଲେ ଯେଉଁ ଦୃଶ୍ୟ ଦେଖିବୁ ତା ହେଉଛି ଜ୍ଞାନ ନେତ୍ରରେ ଭଗବାନ ଦେଖାଦେବେ, ଈଶ୍ୱର ଦେଖାଦେବେ, ବ୍ରହ୍ମ ଦେଖାଦେବେ। ଭଲ କଥା ମାନ ଶୁଣୁ କାନରେ, ଇଏ ପାଟିରେ ଭଲ କଥା ମାନ କହ, ଏମିତି ଖାଦ୍ୟ ଖାଇବା ଯେମିତି ଭଲ କଥା ମାନ ପାଟିରୁ ବାହାରିବ, ବୁଝିଲେ। ସେଇଥିପାଇଁ ଭଗବାନ ଦେଇଛନ୍ତି କ'ଣ ନା 2 ହାତ, ଇଏ ହେଲା ଜ୍ଞାନେନ୍ଦ୍ରିୟ, 2ଟା କାନ ପ୍ରଥମ ଜ୍ଞାନେନ୍ଦ୍ରିୟ, ପ୍ରଥମ ଇନ୍ଦ୍ରିୟ, 2ଟା ଆଖି, ଇଏ ହେଲା ଜ୍ଞାନେନ୍ଦ୍ରିୟ, ଦର୍ଶନ ଇନ୍ଦ୍ରିୟ। ତୃତୀୟ ହେଲା କ'ଣ ନା ନାକ, ଆଘ୍ରାଣ ଇନ୍ଦ୍ରିୟ, ତୃତୀୟ ଜ୍ଞାନେନ୍ଦ୍ରିୟ, ସୁଗନ୍ଧି ଗ୍ରହଣ କରିବା, ଦୁର୍ଗନ୍ଧ ନୁହଁ ଏ ନାକରେ। ଜିହ୍ୱା, ଇଏ ହେଲା କ'ଣ ସ୍ୱାଦେନ୍ଦ୍ରିୟ, ଇଏ ଚତୁର୍ଥ ଜ୍ଞାନେନ୍ଦ୍ରିୟ।
पंचम ज्ञानेन्द्रिय ହେଲା ଚର୍ମ ୟାକୁ କହନ୍ତି ସ୍ପର୍ଶେନ୍ଦ୍ରିୟ ଆମ ଶରୀର ଭିତରେ ଏ ପାଞ୍ଚଟି ଜ୍ଞାନେନ୍ଦ୍ରିୟ ରହିଛି ତେଣୁ ହେ ଜ୍ଞାନୀ ଗୁଣୀ ମଣ୍ଡଳୀ ଶୁଦ୍ଧି ଜାନି ମହାପୁରୁଷ କହୁଛନ୍ତି ପାଞ୍ଚ ଜ୍ଞାନେନ୍ଦ୍ରିୟ ହେଲା ଇଏ ହେଲା ଘୋଡ଼ା ଇଏ ରଥରେ ଆଉ ପାଞ୍ଚ କର୍ମ ଇନ୍ଦ୍ରିୟ କ'ଣ କ'ଣ ହାତ ହେଲା ପ୍ରଥମ କର୍ମ ଇନ୍ଦ୍ରିୟ ଦ୍ୱିତୀୟ କର୍ମ ଇନ୍ଦ୍ରିୟ ହେଲା ପାଦ ତୃତୀୟ କର୍ମ ଇନ୍ଦ୍ରିୟ ହେଲା କ'ଣ ନା ପାଟି ଚତୁର୍ଥ କର୍ମ ଇନ୍ଦ୍ରିୟ ହେଲା ଜନନେନ୍ଦ୍ରିୟ ପଞ୍ଚମ କର୍ମ ଇନ୍ଦ୍ରିୟ ହେଲା ଗୁଇହ ଦ୍ୱାର ये पांच कर्म इंद्रिय पांच ज्ञानेन्द्रिय ये शरीर रूपक रथर ये हूँ कौन ना घोड़ा ये शरीर रूपक रथर 10टी घोड़ा जोखा जोचा ध्यान देवे कथा तेणु ज्ञानी गुणी मैंने ये क्या बोलरे परिचालित ये घोड़ार सारथी किए ना मन ए रथर रथी बुद्धि रसारथी कल्पनाटी अश्वरथ गांडीवधारी कल्पनाटी अश्वरथ गांडीवधारी बोले किए ना मन ए रथरे रथी राजा किए ए रथर राजा है मन मन द्वारा इंद्रिय गुड़िक परिचालित ज्ञानी गुणी मैंने मन कह नाई भल आखिकी नहीं अमुक जिनस देखा फिल्म देखा अमुक थिएटर जा देखा नहीं मन कह नहीं भल जिनस पढ़ ध्यान देवे हे ज्ञानी गुणी मंडली वेदमूर्ति तपनिष्ठ जुगद्रष्टा ब्रह्मर्षि पंडित श्रीराम शर्मा आचार्य निज जीवन काल मध्य 3200 बही लिखि जाइछन्ति जहाँ शरीर ठार आहरी अधिका ओजन अधिका से ज्ञानी गुणी मंडली महापुरुष कोजन कले बाबूरे आखिरे खराब जिनस नहीं भल जिनस भल सत्साहित्य सत्संग आम करवा पड़ा खराब दृश्य आखिरे देखा ना भल जिनस देखा आउ ये हाथ आमर भल काम कर संसार हस्तस्य दक्षिणा भार्जिया जस्य दारा सुतय तदबंधु सदा सत्य जननी परिवर्तित भगवान मनीष को हाथ देचन दुई हाथ कौन पाई ना दान करने टीका गोविंद चंद्र कहले जहा देवो हस्त रे कुमार जहा देवो हस्त तोड़ी दक्षिण हस्तरे जे दान करिबो दक्षिण हस्तरे जे दान करिबो पथ को संखाली रे कोमर हे पथ को संखाली जातिका गोविंद चंद्र लिखिछन कि महापुरुष जशवंत दास जगतसिंहपुर नाइलो नंदीग्राम अड़ंगगढ़ जहाँकर जन्म लिखिछन्ति गोविंद चंद्र ये तांकरी लेखा जशवंत दास ये कहते जहा देबु हस्त टेकीरे कुमार जहा देबु हस्त तोड़ी दक्षिण हस्तरे जे दान करू हेब पथ को संखाली ये हाथ रे तो दान कर दान कले पथ को संखाली हेब कौ पथ ना जितेबले पिंडर प्राण चलीज आम चारि कांदरे बुआ ही मशाणी जाऊा से पथ को संखाली कि ना ये हाथ रे दान करूँ ये पाद भगवान देइचंदी बाबूरे पाद तीर्थ स्थान को जाऊ सत्संग स्थल को जाऊ देव मंदिर मठ को जाऊ ये पाद कुआड़े खराब जगह को न जाऊ तेणु ये शरीर भितर जो इंद्रिय गुड़िक अच्छा ना ये इंद्रिय गुड़िक हूँ घोड़ा ये घोड़ा गुड़िक यही दिगरे जदि गले भल यदि ये दिगरे न गले महापुरुष कहते किए ना बलराम दास कौन हे ना ये रथी की नहीं कि कौटी फोपाड़ी देवे ये शरीर द्वारा खराब कर्म हो बोले महापुरुष बलराम दास की बोले धर्म अर्थ ए चक्र रे चले पथ निरंतरे ज्योति चक्र रथ हे ओ सुण विस्तारी ज्योति चक्र रथ हे ओ सुण विस्तारी बोले धर्म अर्थ ए चक्र रे चले पथ निरंतरे जो कहते बलराम दास ध्यान देवी शरीर को रथर कल्पना करी बोले धर्म आउ अर्थ ये चक्र रे चले पथ निरंतरे
ଦୁଇଟା ଧ୍ୟାନ ଦେବେ କଥା ଉପରେ। ଗୋଟେ ହେଲା ଧନ ଧନ ଆଉ ଗୋଟା ହେଉଛି ଧର୍ମ। ଆମେ କଳିଯୁଗର ମଣିଷ ସେଇଥିରେ ଚାଲୁନାହାନ୍ତି। ଧନ ଅର୍ଜନେ ଧର୍ମ କରି ଧର୍ମେ ପ୍ରାପତ ନର ହରିରେ କଳିଯୁଗର ମଣିଷ। ଯଦି ଧନ ରୋଜଗାର କରୁଛୁ ତାର ଏକ ଅଂଶ ଧର୍ମ ବାଟରେ ଲଗା, ଆଉ ସେଇ ଧର୍ମ ବଳ ଦ୍ୱାରା ତୁ ନର ହରି ବା ଈଶ୍ୱରଙ୍କୁ ପ୍ରାପ୍ତ କର। ମହାପୁରୁଷ ମାନେ ଦିଗ୍ଦର୍ଶନ ଦେଇଛନ୍ତି ସମାଜ। ତେଣୁ ଏ ରଥ ମହାପୁରୁଷ କହୁଛନ୍ତି ଚକ ଦୁଇଟା ହେଉଛି କ'ଣ? ଏ ରଥର ଚକ। ଯଦି ଇନ୍ଦ୍ରିୟ ଗୁଡ଼ିକ ହେଲେ ଘୋଡ଼ା, ମନ ହେଉଛି ଏ ରଥର ରଥୀ, ବୁଦ୍ଧି ଦ୍ୱାରା ଏ ମନ ପରିଚାଳିତ ହେଉଛି ସାରଥୀ। ବୁଦ୍ଧି ସାରଥୀ କି ନା ବୁଦ୍ଧି ହେଉଛି ସାରଥୀ। ଆମେ ବୁଦ୍ଧି କହୁଛେ ଏ କାମ କଲେ ଭଲ, ଏଇଟା ହେଲା ଖରାପ, ବୁଦ୍ଧି ପାଞ୍ଚୁଛେ ନା ନୁହେଁ। ଇଏ ବୁଦ୍ଧି ଦ୍ୱାରା ଏ ମନ ପରିଚାଳିତ ହେଉଛି, ମନ ଦ୍ୱାରା ଇନ୍ଦ୍ରିୟ ଗୁଡ଼ିକ ପରିଚାଳିତ ହେଉଛନ୍ତି ନୁହେଁ। ତେଣୁ ମହାପୁରୁଷ କହୁଛନ୍ତି ଇଏ ରଥର ଚକା କି ନା ଗୋଟେ ହେଲା ଧର୍ମ, ଦ୍ୱିତୀୟ ହେଉଛି ଅର୍ଥ। ଇଏ ଶରୀର ରୂପକ ରଥର ଇଏ ହେଉଛି ଦୁଇଟା ଚକା। ତେଣୁ ଧର୍ମ ଅର୍ଥ ଏ ଚକ୍ରରେ ଚଳେ ପଥ ନିରନ୍ତରେ, ଜ୍ୟୋତିଷ ଚକ୍ର ରଥ ଏଉ ଶୁଣ ବିସ୍ତାରୀ। ଇଏ ସମୟ ଚକ୍ର ଜ୍ୟୋତିଷ ଚକ୍ର ବଞ୍ଚିବା ପର୍ଯ୍ୟନ୍ତ ଧର୍ମ ଅର୍ଥରେ ଏ ରୂପକ ଚକରେ ଏ ରଥ ଚାଲୁଛି। ଦୁଇଟାରୁ ଗୋଟିଏ ଯଦି ଖରାପ ହୁଏ, ଅଭାବ ହୁଏ, କ'ଣ ହବ? ରଥ ଚାଲିବ ନା। ନା ଧର୍ମ ବଳ ନଥିଲେ ଖାଲି ଅର୍ଥ ଥିଲେ ଲାଭ କ'ଣ ଅଛି? ରଥ ଚାଲିବ ନାହିଁ। ଆଉ ଯଦି ଅର୍ଥ ଅଛି ଧର୍ମ ନାହିଁ, ରଥ ଚାଲିବ ନାହିଁ। ଯଦି ଧର୍ମ ଅଛି ଅର୍ଥ ନାହିଁ, ରଥ ଚାଲିବ ନାହିଁ। ଦୁଇଟା ଠିକ୍ ରହିବା ଦରକାର, ବୁଝିଲେ? ଆଉ ପ୍ରକୃତି ରଥ ସାଜିନି ଇନ୍ଦ୍ରିୟ ମାନେ ମଣ୍ଡଣୀ, ପବନ ପତାକା ଉଡ଼େ ରଥ ଉପର, ପବନ ପତାକା ଉଡ଼େ ରଥ ଉପର। ପ୍ରକୃତି ରଥ ସାଜେନି, ଏ ରଥକୁ ସଜେଇଛି କି? ଏ ଶରୀର ରୂପକ ରଥକୁ ସଜେଇଛି କି? ଯେମିତି ରଥ ସଜା ହୁଏ ବଡ଼ଦାଣ୍ଡରେ ପୀତ ଲୋହିତ, ନୀଳ ରୋହିତ, କୃଷ୍ଣ ରୋହିତ, ତିନି ପ୍ରକାର ରଙ୍ଗ ନୁହେଁ। ଏଇ ରଙ୍ଗରେ ବସ୍ତ୍ରାବରଣରେ ରଥ ତିନୋଟି ସୁସଜ୍ଜିତ ହେଇଥାଏ, ବସ୍ତ୍ରାବରଣ ହେଇଥାଏ। ତ ସେଇଭଳି ଏ ଶରୀର ରୂପକ ରଥକୁ ସଜେଇଛି କିଏ? ନା ପ୍ରକୃତି ରଥ ସାଜିଣି ଇନ୍ଦ୍ରିୟ ମାନେ ମଣ୍ଡଣୀ, ପବନ ପତାକା ଉଡ଼େ ରଥ ଉପରେ। ଏ ରଥ ଉପରେ ପବନ ଉଡ଼ୁଛି। ଜ୍ଞାନୀ ଗୁଣିମଣ୍ଡଳୀ ସୁଧୀ ଜାନି ସୋହମ ହଂସ, ସୋହମ ହଂସ, ସୋହମ ହଂସ। 12 ଆଙ୍ଗୁଳି ଭିତରକୁ ପବନ ଯାଉଛି, 12 ଆଙ୍ଗୁଳି ବାହାରକୁ ପବନ ବାହାରୁଛି ନୁହେଁ। ଇଏ ହେଉଛି ପବନ, ହେଉଛି ପତାକା। ରଥ ବିଜୟ ଶବଦ ତହିଁ ବୋଲି ଶଙ୍ଖନାଦ, ଗର୍ଜନ କରଇ ଘୋ ଘୋ ଶବଦ ଦୋରେ, ଗର୍ଜନ କରଇ ଘୋ ଘୋ ଶବଦ ଦୋରେ। ରଥ ବିଜୟ ଶବଦ ତହିଁ ବୋଲି ଶଙ୍ଖନାଦ, ଘୋ ଘୋ ଗର୍ଜନ କରଇ ଘୋ ଘୋ ଶବଦ ଦୂରେ। ଏ ରଥ ଯେତେବେଳେ ଚାଲୁଛି ଶରୀର ରୂପକ ରଥ, ମହାପୁରୁଷ କହୁଛନ୍ତି ବାବୁରେ ଶଙ୍ଖନାଦ ହେଉଛି, ଘୋ ଘୋ ଶବ୍ଦ ଏ ଶରୀର ଭିତରେ ହେଉଛି ନୁହେଁ। ଅନାହତ ଧ୍ୱନି ଯାହାକୁ ଆମେ ଶୁଣିପାରନ୍ତେ ନାହିଁ। ଜ୍ଞାନୀ ଗୁଣିମାନ ମଣ୍ଡଳୀ ମାନେ କ'ଣ କରନ୍ତି ନା ଯୋଗ କରନ୍ତି, ଭ୍ରମରୀ ପ୍ରାଣାୟାମ କରନ୍ତି। 2 କାନରେ ଆଙ୍ଗୁଠି ଦେଇ ଯେତେବେଳେ ଘୁଁ ଶବ୍ଦଟିଏ କରିବେ, ସେ ଭିତରେ ଭଅଁରଟି ଘୁଁ ଘୁଁ ଶବ୍ଦ ହେଉଥିବ। 2 କାନରେ ଆଙ୍ଗୁଠି ଗେଞ୍ଜି ଯେତେବେଳେ ପାଟି ବନ୍ଦ କରି ଘୁଁ ଘୁଁ ଶବ୍ଦଟି ଓଁ ଶବ୍ଦଟିଏ କରିବେ, ଓମ୍ ଶବ୍ଦ କହିବେ, ଭିତରେ ଭ୍ରମର ବଢ଼ିଆ ଘୁଁ ଘୁଁ ଶବ୍ଦ ହେବ। ତେଣୁ ମହାପୁରୁଷ କହୁଛନ୍ତି ଘୁଁ ଘୁଁ ଶବ୍ଦ ଦୂରେ ଶବ୍ଦ ଶୁଭୁଛି ଭିତରେ। ଆଉ ଏ ରଥରେ ଚତୁର୍ଦଶ ପୁରୀ ଅଛନ୍ତି ଶେଷ, ପଞ୍ଚବର୍ଣ୍ଣ ରଥ ଶୋଭା ଦିବ୍ୟ କିରୀଟି, ପଞ୍ଚବର୍ଣ୍ଣ ରଥ ଶୋଭା ଦିବ୍ୟ କିରୀଟି। ଜ୍ଞାନୀ ଗୁଣିମଣ୍ଡଳୀ ହେ ସୁଧୀ ଜାନି, ଏ ରଥରେ ଚତୁର୍ଦଶ ପୁରୀ ଅଛନ୍ତି ଅଶେଷ, ଆଉ ପଞ୍ଚବର୍ଣ୍ଣ ରଥ ଶୋଭା ଦିବ୍ୟ କିରୀଟି। ଏ ଶରୀର ଏ ଶରୀର ରଥ ପଞ୍ଚବର୍ଣ୍ଣରେ ପଞ୍ଚଭୂତରେ ଏ ହେଉଛି ତିଆରି ହେଇଛି ନୁହେଁ। ପଞ୍ଚ ପବନ ଯିବା ସେ ସଂସାରରେ ପବନ ଆତଜାତ ହେଉଛି, ଏ ଶରୀର ଭିତରେ ମଧ୍ୟ ପବନ ଆତଜାତ ହେଉଛି। ବାହାରେ ଜଳ ହେଉଛି 3 ଭାଗ,
ଏ ସଂସାରରେ ଜଳ 3 ଭାଗ ସ୍ଥଳ ହେଉଛି 1 ଭାଗ 1 ଭାଗ ସ୍ଥଳ ଆଉ ଜଳ ହେଉଛି 3 ଭାଗ ସଂସାର ସୃଷ୍ଟିରେ ବ୍ରହ୍ମାଣ୍ଡରେ ଏ ଶରୀର ଭିତରେ ମଧ୍ୟ ସ୍ଥଳ ହେଉଛି କ'ଣ ନା 1 ଭାଗ ଜଳ ହେଉଛି 3 ଭାଗ ଯଦି ଜଳ ନ ରହିବ ତାହେଲେ ଶରୀର ଆଉ ରହିବ ନାହିଁ ଜଳ ମାତ୍ରା କମ୍ ହେଲେ ତେଣୁ ସେଇଭଳି ଜଳତତ୍ତ୍ୱ ମଧ୍ୟ ରହିଛି ଅଗ୍ନିତତ୍ତ୍ୱ ବାହାରେ ଅଗ୍ନି ରହିଛି ସୂର୍ଯ୍ୟ ହେଉଛନ୍ତି ତାର ପ୍ରତୀକ ବ୍ରହ୍ମାଣ୍ଡରେ ସୂର୍ଯ୍ୟ ହେଉଛନ୍ତି ଅଗ୍ନିତତ୍ତ୍ୱର ପ୍ରତୀକ ଭକ୍ତ ବଳରାମ ଦାସ କହୁଛନ୍ତି ଏ ଶରୀର ଭିତରେ ପଞ୍ଚ ମହାଭୂତ ଭୂତ ଭିତରୁ ଅଗ୍ନିତତ୍ତ୍ୱ କିଏ ନା ଆମର ଜଠର ଅଗ୍ନି ଯିଏ ଆମେ ଖାଦ୍ୟ ଖାଇଲେ ଯେଉଁ ଜଠର ଅଗ୍ନି ହୁତୁ ହୁତୁ ହେଇ ଏ ଭିତରେ ଜଳୁଛି ଜଠର ଅଗ୍ନି ସେ ହେଉଛି ଅଗ୍ନି ସଦୃଶ ଏ ଭିତରେ ଅଗ୍ନିତତ୍ତ୍ୱର ପ୍ରତୀକ ଆଉ ହେଉଛି କ'ଣ ନା ଆକାଶ ତତ୍ତ୍ୱ ये ब्रह्मांड रे आकाश तत्व रही नील आकाश ये शरीर भितर आकाश तत्वर प्रतीक किए ना आम रोचे मस्तिष्क विचार जे हूँ केन्द्र प्रति मुहूर्त विचार आम भितर को आसूची ये हूँ आकाश तत्वर प्रतीक ये मस्तिष्क तेणु पंच रंगर वस्त्रावरण रे ये रथटी सज्जित होगी कौ रथ ना शरीर रूपक रथ कहले किए ना महापुरुष मत्त बलराम दास आउ कहले रथ बोली जे शरीर को कले कहनी कि रूपे हुअंती थरे श्रीहरि बोले शुण अर्जुन ये रथ दैव कला भियाण दैव ये रथ को गढ़ी किए ना स्वयं भगवान परमेश्वर ईश्वर ये शरीर रूपक रथ को गढ़ी पठे संसार पथ चलने ज्ञानी गुणीमंडल सुधी जानी आज तो समय होती आम आज मालिका वचन आलोचना कले मत्त बलराम दास ये शरीर को किमी रथ सहित कल्पना कर मालिकार आलोचना कर आलोचना कले तो आसतु आज तो समय होती बाणी की विराम देवा से प्रभुंकर नाम नहीं श्रीकृष्ण गोविंद हरे मुरारे हे नाथ नारायण वासुदेव श्रीकृष्ण गोविंद हरे मुरारे हे नाथ नारायण वासुदेव हे नाथ नारायण वासुदेव हे नाथ नारायण वासुदेव हे नाथ नारायण वासुदेव श्रीकृष्ण गोविंद हरे मुरारे हे नाथ नारायण वासुदेव सुधीयानी ज्ञानी गुणी मंडली आज आसंत बाणी के ठारे विराम देवा पुणी आसंता अध्याय भेट हेबा रहुचु हरिओम शांति 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 सर्वारिष्ट सुशांतिर्भवतु। प्रार्थना आम आनंदर उत्स।